ଭାଙ୍ଗୁଛି ଲାଲଗଡ଼। ଜଣକ ପରେ ଜଣେ ଅନ୍ଧାରୀ ଦୁନିଆକୁ ତ୍ୟାଗ କରି ନାରଙ୍ଗୀ ଦୁନିଆକୁ ପ୍ରବେଶ କରୁଛନ୍ତି। ହଁ ଦର୍ଶକ ବନ୍ଧୁ, ପୁଣି ଲାଲଗଡ଼ ଛାଡ଼ିଲେ 19 ଜଣ କୁଖ୍ୟାତ ନକ୍ସଲ। ପୁଣି ପୋଲିସକୁ ମିଳିଛି ବଡ଼ ସଫଳତା। ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ଭଦ୍ରାଦି କତାଗୁଡେମ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି 19 ଜଣ ହାର୍ଡକୋର ମାଓବାଦୀ। ଖବର ଅନୁଯାୟୀ ଭଦ୍ରାଦି କତାଗୁଡେମ ଜିଲ୍ଲାରେ ସକ୍ରିୟ ଥିବା ନିପିଠା ମାଓ ସଂଗଠନର 19 ଜଣ ମାଓବାଦୀ ଏବେ ଅନ୍ଧାରୀ ଦୁନିଆ ଛାଡ଼ି ମୁଖ୍ୟ ସ୍ରୋତକୁ ଫେରିଛନ୍ତି। ତେବେ ଯେଉଁଠି ଲାଲ ଇଲାକାର ଅନ୍ଧାରୀ ଦୁନିଆରେ ଏମାନେ ସମସ୍ତେ ବନ୍ଧୁକ ଧରି ଯବାନଙ୍କ ଉପରେ ଦିନେ ଗୁଳି ବର୍ଷା କରୁଥିବା ବେଳେ ଏବେ ସରକାରଙ୍କ ନୀତିରେ ଆକୃଷ୍ଟ ହୋଇ 19 ଜଣ ହାର୍ଡକୋର ମାଓବାଦୀ ଫେରିଛନ୍ତି ମୁଖ୍ୟ ସ୍ରୋତକୁ। ଏହି ଆତ୍ମସମର୍ପଣ କାର୍ଯ୍ୟକ୍ରମରେ ଭଦ୍ରାଦି କତାଗୁଡେମର ଏସପି ଗାରିଙ୍କ ସହ 81 ବାଟାଲିୟନର ସିଆରପିଏଫର କମାଣ୍ଡାଣ୍ଟ ମଧ୍ୟ ଉପସ୍ଥିତ ରହିଥିଲେ। ବିଶେଷ କରି ହିଂସାର ରାସ୍ତା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଏହି 19 ଜଣଙ୍କ ନକ୍ସଲଙ୍କ ନାମରେ ପୂର୍ବରୁ ରହିଥିବା ସମସ୍ତ ମାମଲା ପୋଲିସ ପ୍ରତ୍ୟାହାର କରିନେବା ସହ ସମସ୍ତଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ଭଦ୍ରାଦି କତାଗୁଡେମ ଏସପି କହିଛନ୍ତି। మరియు 141 బెటాలియన్ అదేవిధంగా 81 బెటాలియన్ మొత్తం మావోయిస్ట్ పార్టీలో వివిధ స్థాయిలలో పనిచేస్తున్న 19 మంది మావోయిస్ట్ దళ సభ్యులు మరియు మావోయిస్ట్ పార్టీ అనుబంధ ମାଲକାନଗିରିରୁ ମାନସ ନେତମଙ୍କ ରିପୋର୍ଟ, ଚର୍ଚ୍ଚା ନ୍ୟୁଜ।